2025 ସ୍ପେଶାଲ ଓଟିଇଟିର ମ୍ୟାଥମେଟିକ୍ସର ସମସ୍ତ 30ଟି କୋଶ୍ଚିନ୍ ଏବଂ ତାର ଆନ୍ସର। ଅନ୍ୟ ସମସ୍ତ ସବଜେକ୍ଟର କୋଶ୍ଚିନ୍ ଏବଂ ତାର ଆନ୍ସର ଡେସ୍କ୍ରିପସନ୍ ବକ୍ସରେ ଅଛି। ଆପଣ ଡେସ୍କ୍ରିପସନ୍ ବକ୍ସରୁ ଲିଙ୍କକୁ କ୍ଲିକ୍ କରି ତାହାକୁ ମଧ୍ୟ ପାଇପାରିବେ। ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ସ୍କିପ୍ କରନ୍ତୁ ନାହିଁ। ଯେଉଁମାନେ ଫାର୍ଷ୍ଟ ଟାଇମ୍ ସାଇଟ୍ଟିକୁ ଭିଜିଟ୍ କରିଛନ୍ତି ସେମାନେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ଟା ଅଲ୍ କ୍ଲିକ୍ କରନ୍ତୁ। ଯାହାଫଳରେ ଯେଉଁ ନୂଆ ଭିଡ଼ିଓ ଅପଲୋଡ଼ ହେବ ତାର ନୋଟିଫିକେସନ୍ ଫାଷ୍ଟ ଆପଣଙ୍କ ପାଖରେ ପହଞ୍ଚି ପାରିବ। ଲାଇକ୍ କରନ୍ତୁ ଏବଂ ଅନ୍ୟ ବନ୍ଧୁମାନଙ୍କୁ ସେୟାର କରନ୍ତୁ। ମ୍ୟାଥମେଟିକ୍ସ କ୍ୱେଶ୍ଚିନ୍ 1। ଗୋଟିଏ ପରୀକ୍ଷାରେ 12% ପରୀକ୍ଷାର୍ଥୀ ଇଂରାଜୀରେ ଏବଂ 17% ପରୀକ୍ଷାର୍ଥୀ ଗଣିତରେ ଫେଲ୍ ହେଲେ। ଯଦି 8% ପରୀକ୍ଷାର୍ଥୀ ଉଭୟ ଫେଲ୍ ହୋଇଥାନ୍ତି ତେବେ କେତେ ଶତକଡ଼ା ପରୀକ୍ଷାର୍ଥୀ ଉଭୟ ପରୀକ୍ଷାରେ ପାସ୍ କରିଛନ୍ତି? ତେବେ ଏଥିରେ ଅପସନ୍ ଦେଇଛି ଏରେ 83%, ବିରେ 88%, ସିରେ 73%, ଡିରେ 79%। ଏହାର କରେକ୍ଟ ଆନ୍ସର ହେବ ଅପସନ୍ ଡି 79%। କ୍ୱେଶ୍ଚିନ୍ ନମ୍ବର 2। ଉପଲବ୍ଧ ସମସ୍ତ ତଥ୍ୟ, ସର୍ତ୍ତ ବା ସମ୍ବଳର ବିନିଯୋଗ କରି ସମସ୍ୟାର ସମାଧାନକୁ କ'ଣ କୁହାଯାଏ? ଅପସନ୍ ଏରେ ଅଛି ସମସ୍ୟା ସମାଧାନ, ବିରେ ଅଛି ଇଷ୍ଟତମୀକରଣ, ସିରେ ଅଛି ଆକଳନ ଓ ଆସନ୍ନ ମାନ ନିର୍ଣ୍ଣୟ, ଡିରେ ଅଛି ଅନ୍ୱେଷଣ ପ୍ରବଣତା। ତେବେ ଏହାର କରେକ୍ଟ ଆନ୍ସର ହେବ ଅପ୍ଟିମାଇଜେସନ ବା ଇଷ୍ଟତମୀକରଣ, ଅପସନ୍ ବି। କ୍ୱେଶ୍ଚିନ୍ ନମ୍ବର 3ରେ ଅଛି ଗୋଟିଏ ସୁଷମ ଅଷ୍ଟଭୁଜର ଗୋଟିଏ ଅନ୍ତସ୍ଥ କୋଣର ପରିମାଣ x ଓ ଏହାର ପ୍ରତ୍ୟେକ ବହିସ୍ଥ କୋଣର ପରିମାଣ y ହେଲେ ନିମ୍ନଲିଖିତ ମଧ୍ୟରୁ କେଉଁଟି ଠିକ୍? ଅପସନ୍ ଏ ରହିଛି y = 2x, ବି ରେ ଅଛି x = 2y, ସି ରେ ଅଛି y = 3x, ଡି ରେ ଅଛି x = 3y। ଏହାର କରେକ୍ଟ ଆନ୍ସର ହେବ ଅପସନ୍ ଡି x = 3y। କ୍ୱେଶ୍ଚିନ୍ ନମ୍ବର 4। ଗୋଟିଏ ବସ୍ତୁକୁ 9,000 ଟଙ୍କା ପରିବର୍ତ୍ତେ 13,500 ଟଙ୍କାରେ ବିକ୍ରି କଲେ ଯଦି 2 ଗୁଣ ଲାଭ ହୁଏ ତେବେ ବସ୍ତୁଟିର କ୍ରୟ ମୂଲ୍ୟ କେତେ? ଅପସନ୍ ରହିଛି ଏରେ 3,000 ଟଙ୍କା, ବିରେ 4,500, ସିରେ 6,000, ଡିରେ 7,500। ଏହାର କରେକ୍ଟ ଆନ୍ସର ହେବ ଅପସନ୍ ବି 4,500 ଟଙ୍କା। ଗୋଟିଏ କୋଣର ଅନ୍ତର୍ଦେଶ ଓ ବହିର୍ଦେଶ ମଧ୍ୟରେ କେତୋଟି ସାଧାରଣ ବିନ୍ଦୁ ଥାଏ? ତେଣୁ ଅପସନ୍ ରହିଛି 0, ବିରେ ରହିଛି 1, ସିରେ 3, ଡିରେ ଅସଂଖ୍ୟ। ଏହାର କରେକ୍ଟ ଆନ୍ସର ଅପସନ୍ ଏ 0। ଜଣେ ଛାତ୍ର ପରିଷ୍କାର ଓ ନିର୍ଭୁଲ ଭାବରେ ଜ୍ୟାମିତିକ ଚିତ୍ର ଓ ଗ୍ରାଫ ଅଙ୍କନ କରିପାରୁଛି। ସେ ଗଣିତ ଶିକ୍ଷଣର କେଉଁ ଲକ୍ଷ୍ୟ ହାସଲ କରିଛନ୍ତି? ଅପସନ୍ ଏ ରହିଛି ଜ୍ଞାନାତ୍ମକ, ବିରେ ରହିଛି ବୋଧାତ୍ମକ, ସିରେ ରହିଛି କ୍ରିୟାତ୍ମକ, ଡିରେ ଉପରୋକ୍ତ ସମସ୍ତ। ତେଣୁ ଏହାର କରେକ୍ଟ ଆନ୍ସର ହେବ ଅପସନ୍ ସି କ୍ରିୟାତ୍ମକ। କ୍ୱେଶ୍ଚିନ୍ ନମ୍ବର 7। ପିଆଜେଙ୍କ ମତ ଅନୁସାରେ ସ୍ଥୂଳ ସକାର୍ଯ୍ୟ ପର୍ଯ୍ୟାୟଟି କେଉଁ ବୟସ ସୀମାର ଅନ୍ତର୍ଭୁକ୍ତ ଅଟେ? ଅପସନ୍ ଏରେ 12 ବର୍ଷରୁ ଉର୍ଦ୍ଧ୍ୱ, ଅପସନ୍ ବିରେ 7 ବର୍ଷରୁ 12 ବର୍ଷ ମଧ୍ୟରେ, ଅପସନ୍ ସିରେ 2 ବର୍ଷରୁ 7 ବର୍ଷ ମଧ୍ୟରେ, ଅପସନ୍ ଡିରେ ଜନ୍ମଠାରୁ 2 ବର୍ଷ ପର୍ଯ୍ୟନ୍ତ। ଏହାର କରେକ୍ଟ ଆନ୍ସର ହେବ ଅପସନ୍ ବି 7 ବର୍ଷରୁ 12 ବର୍ଷ ମଧ୍ୟରେ। କ୍ୱେଶ୍ଚିନ୍ ନମ୍ବର 8। 1000 to the power 1 into 1000 to the power 2 into 1000 to the power 3 into ଏହିପରି 1000 to the power 16 ପର୍ଯ୍ୟନ୍ତ ଉତ୍ପନ୍ନ ହେଉଥିବା ସଂଖ୍ୟାଟିରେ କେତୋଟି ଜିରୋ ରହିବ? ତେଣୁ ଏହାର କରେକ୍ଟ ଆନ୍ସର ହେବ ଅପସନ୍ ଏ 408ଟି। କ୍ୱେଶ୍ଚିନ୍ ନମ୍ବର 9। 20 ମିଟର ଦୈର୍ଘ୍ୟ, 16 ମିଟର ପ୍ରସ୍ଥ ଓ 12 ମିଟର ଉଚ୍ଚତା ବିଶିଷ୍ଟ ଏକ କୋଠରୀରେ ରଖାଯାଇଥିବା ଦୀର୍ଘତମ ଲୁହା ରଡ୍ର ଦୈର୍ଘ୍ୟ କେତେ? ଏହାର କରେକ୍ଟ ଆନ୍ସର ହେବ ଅପସନ୍ ବି 20√2 ମିଟର। କ୍ୱେଶ୍ଚିନ୍ ନମ୍ବର 10। 250ରୁ 1000 ମଧ୍ୟରେ ଥିବା କେତୋଟି ସଂଖ୍ୟା 5, 6 ଏବଂ 7 ଏହି ତିନୋଟି ଦ୍ୱାରା ବିଭାଜ୍ୟ ହେବ? ଅପସନ୍ ଏ ରେ ଦେଇଛି 3, ଅପସନ୍ ବି ରେ 4, ଅପସନ୍ ସି 5, ଅପସନ୍ ଡି 6। ତେଣୁ ଏଠି କ'ଣ କରିବା ଆମେ 5, 6, 7 ତିନିଟାକୁ ଗୁଣିଦେଲେ ହେବ 210। 250ରୁ 1000 ମଧ୍ୟରେ ଯେହେତୁ 210 ଅଛି 250ରୁ କମ୍ ତାକୁ ରଖିପାରିବାନି। 210 ଦୁଣେ 420କୁ ଥରେ ରଖିବା ଏବଂ ତା 210 3 660 ଥରେ ରହିବ, 210 ଆଉ 880 ଥରେ ରହିବ। ତାହେଲେ ଏଇ ପ୍ରକାରେ 420, 660, 880, ତେଣୁ 3 ଥର ହିଁ ରହିପାରିବ। ଏହାର କରେକ୍ଟ ଆନ୍ସର ଅପସନ୍ ଏ 3। କ୍ୱେଶ୍ଚିନ୍ ନମ୍ବର 11। କେତେ ସରଳ ସୁଧ ହାରରେ କୌଣସି ମୂଳଧନ 8 ବର୍ଷରେ ତ୍ରିଗୁଣିତ ହୁଏ ବା 3 ଗୁଣ ହେଇଯାଏ, ମୂଳଟା 3 ଗୁଣ ହେଇଯିବ? ଅପସନ୍ ଏ ଦେଇଛି 20%, ବି ରେ ଦେଇଛି 25%, ସି ରେ ଦେଇଛି 30%, ଡି ରେ ଦେଇଛି 32%। ତେଣୁ P = 3P, T = R, I = PTR/100ର ସୂତ୍ର ପକେଇଲେ ଏହା ହେବ ଅପସନ୍ ବି 25। କ୍ୱେଶ୍ଚିନ୍ ନମ୍ବର 12। ଗଣିତ ଶିକ୍ଷାଦାନ ପାଇଁ ପ୍ରକଳ୍ପ ପ୍ରଣାଳୀ କେଉଁ ଦାର୍ଶନିକ ତତ୍ତ୍ୱ ଉପରେ ପର୍ଯ୍ୟବେସିତ? ଏହାର ଅପସନ୍ ଏ ରେ ଅଛି ଜନ୍ ଡେଇ, ବି ରେ ଅଛି ପ୍ରୁବେଲ,
ସି ରେ ଅଛି କିଲପ୍ରାଟି, ଡି ରେ ଅଛି ଷ୍ଟିଭେନସନ୍। ଏହାର କରେକ୍ଟ ଆନ୍ସର ହେବ ଅପସନ୍ ଏ ଜନ୍ ଡିଉ। କ୍ୱେଶ୍ଚିନ୍ ନମ୍ବର 13, ଉପରିସ୍ଥ ରାଶିରୁ 20 ଏବଂ 30 ସମ୍ଭାଗର ବାରମ୍ବାରତା କେତେ? ତେଣୁ ଏହାର କରେକ୍ଟ ଆନ୍ସର ହେବ ଅପସନ୍ ଏ 14। କ୍ୱେଶ୍ଚିନ୍ ନମ୍ବର 14, ରୁଷିଆର କେଉଁ ମନସ୍ତୁତିବିଦ ସାମାଜିକ ସଂଗଠନବାଦର ମୁଖ୍ୟ ପ୍ରବକ୍ତା ଥିଲେ? ଅପସନ୍ ଏ ରେ ଦେଇଛି ଭନ୍ ଗ୍ଲାସର ସଫେଲଡ, ବି ରେ ଦେଇଛି ଲେଭ୍ ଡାଇଗଟସି, ସି ରେ ଦେଇଛି କିଲ୍ ପ୍ରାଟିକ୍, ଡି ରେ ଦେଇଛି ପ୍ରୋବେଲ କିଡନଗାର୍ଡେନ। ଏହାର କରେକ୍ଟ ଆନ୍ସର ଅପସନ୍ ବି ଲେଭ୍ ଭାଇଗଟସ୍କି। କ୍ୱେଶ୍ଚିନ୍ ନମ୍ବର 15, ଗୋଟିଏ ତ୍ରିଭୁଜର ତିନି ବାହୁର ଦୈର୍ଘ୍ୟ ଯଥାକ୍ରମେ 5 ସେମି, 12 ସେମି, 13 ସେମି ଅଟେ। ଉକ୍ତ ତ୍ରିଭୁଜର ତିନି ବାହୁର ମଧ୍ୟବିନ୍ଦୁକୁ ଯୋଗ କରିବା ଦ୍ୱାରା ଉତ୍ପନ୍ନ ତ୍ରିଭୁଜଟି କ୍ଷେତ୍ରଫଳ କେତେ ବର୍ଗ ସେଣ୍ଟିମିଟର ହେବ? ଯେହେତୁ ଏକ ତ୍ରିଭୁଜର 5 ସେମି, 12 ସେମି, 13 ସେମି ଦେଇଛି, ତେଣୁ ଏହା ଏକ ସମକୋଣୀ ତ୍ରିଭୁଜ। ତେଣୁ ତାର ଅପସନ୍ ଦେଇଛି ଏ ରେ 7.5, ବି ରେ 15, ସି ରେ 30, ଡି ରେ 32.5। ତେଣୁ ଏହାର କରେକ୍ଟ ଆନ୍ସର ହେବ ଅପସନ୍ ଏ 7.5। କ୍ୱେଶ୍ଚିନ୍ ନମ୍ବର 16, ଗଣିତ ଶିକ୍ଷଣ ପାଇଁ ଉଦ୍ଦିଷ୍ଟ ପଦ୍ଧତି ସହ କେଉଁ ସମ୍ପର୍କିତ ନୁହେଁ? ଅପସନ୍ ଏ ରେ ପ୍ରତ୍ୟେକ ଶିକ୍ଷାର୍ଥୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତି, ବି ରେ ପ୍ରତ୍ୟେକ ଶିକ୍ଷାର୍ଥୀ ସକ୍ରିୟ ରହନ୍ତି, ସି ରେ ଶିକ୍ଷକଙ୍କର କାର୍ଯ୍ୟଭାର ହ୍ରାସ ପାଇଥାଏ, ଡି ରେ ପ୍ରତ୍ୟେକ ଶିକ୍ଷାର୍ଥୀ ଆନନ୍ଦ ଉପଭୋଗ କରନ୍ତି। ଏହାର କରେକ୍ଟ ଆନ୍ସର ଅପସନ୍ ସି ଶିକ୍ଷକଙ୍କର କାର୍ଯ୍ୟଭାର ହ୍ରାସ ପାଇଥାଏ। କ୍ୱେଶ୍ଚିନ୍ ନମ୍ବର 17, 1, 9, 25, 49, 81, 121, ଷ୍ଟାର 225 ଏହି ଅନୁକ୍ରମରେ ଷ୍ଟାର ସ୍ଥାନଟି କେଉଁ ସଂଖ୍ୟାଟି ରହିବ? ତେଣୁ ଏଠାରେ କ'ଣ କରାଯାଇଛି? 1 ର ସ୍କୋୟାର 1 ଲେଖାଯାଇଛି, 3 ର ସ୍କୋୟାର 9, 5 ର ସ୍କୋୟାର 25, 7 ର ସ୍କୋୟାର 49, ଏମିତି କ୍ରମ ଅନୁଯାୟୀ ରହିଲେ ତେଣୁ ପ୍ରଥମେ 1 ର ସ୍କୋୟାର, ତାପରେ 3 ର ସ୍କୋୟାର, ତାପରେ 5 ର ସ୍କୋୟାର, 7 ର ସ୍କୋୟାର, 9 ର ସ୍କୋୟାର, 11 ର ସ୍କୋୟାର। ତେଣୁ ତାପରଟା ଆମେ ନେବା ନିଶ୍ଚିତ 13 ର ସ୍କୋୟାର। 13 ର ସ୍କୋୟାର ନେଲେ ଅପସନ୍ ବି 169 ହିଁ ହେବ। ତାପରେ କ୍ୱେଶ୍ଚିନ୍ ନମ୍ବର 18, ଦତ୍ତ ଚିତ୍ରରେ ମେଜର ଆଙ୍ଗେଲ ପି କ୍ୟୁ ଆର୍ 120 ଡିଗ୍ରୀ ଏବଂ ପି କ୍ୟୁ ଓ ଆର୍ ବିନ୍ଦୁତ୍ରୟ ବୃତ୍ତ ଉପରିସ୍ଥ ଅଟନ୍ତି। ଯଦି ଓ ବିନ୍ଦୁରୁ କେନ୍ଦ୍ରବିନ୍ଦୁ ହୁଏ ତେବେ ପି କ୍ୟୁ ଆର୍ ର ପରିମାଣ କେତେ? ଏହାର ଅପସନ୍ ଦେଇଛି ଏ ରେ 60 ଡିଗ୍ରୀ, ବି ରେ 120 ଡିଗ୍ରୀ, ସି ରେ 130 ଡିଗ୍ରୀ, ଡି ରେ 240 ଡିଗ୍ରୀ। ତେଣୁ ଏହାର କରେକ୍ଟ ଆନ୍ସର ହେବ ଅପସନ୍ ବି 120 ଡିଗ୍ରୀ। କ୍ୱେଶ୍ଚିନ୍ ନମ୍ବର 19, ଗୋଟିଏ ଆୟତକ୍ଷେତ୍ରର ଦୈର୍ଘ୍ୟକୁ 2 ଗୁଣ କରି ପ୍ରସ୍ତୁକୁ ଅଧା କରିଦେଲେ ଏହାର କ୍ଷେତ୍ରଫଳରେ କି ପରିବର୍ତ୍ତନ ହେବ? ଅପସନ୍ ଦେଇଛି ଏ ରେ 2 ଗୁଣ ହେବ, ବି ରେ ଅର୍ଦ୍ଧେକ ହେବ, ସି ଅପରିବର୍ତ୍ତିତ ରହିବ, ଡି 4 ଗୁଣ ହେବ। ତେଣୁ ଏଠାରେ ଦୈର୍ଘ୍ୟ ଗୁଣନ ପ୍ରସ୍ଥ ହିସାବରେ ସୂତ୍ର ପକେଇଲେ ଯଦି ଦୈର୍ଘ୍ୟ x ପ୍ରସ୍ଥ y ହୁଏ ତେବେ xy, ତେଣୁ ଦୈର୍ଘ୍ୟକୁ 2 ଗୁଣ ବଢ଼େଇ ଦେଲେ 2x, ପ୍ରସ୍ଥକୁ ଅଧା କରିଦେଲେ ହାଫ୍ y, ତେଣୁ 2 2 କଟିଗଲା ପରେ xy, ତେଣୁ କ୍ଷେତ୍ରଫଳ ମଧ୍ୟ ହେବ xy। ତେଣୁ ଏହାର ଆନ୍ସର ହେବ ଅପସନ୍ ସି ଅପରିବର୍ତ୍ତିତ ରହିବ। କ୍ୱେଶ୍ଚିନ୍ ନମ୍ବର 20, ଦୁଇଟି ସଂଖ୍ୟାର ସମଷ୍ଟି 77, ସଂଖ୍ୟା ଦୁଇଟିର ଗସାଗୁ ଓ ଲସାଗୁ ଯଥାକ୍ରମେ 7 ଓ 168 ହେଲେ ସଂଖ୍ୟା ଦ୍ୱୟର ବ୍ୟୁତ୍କ୍ରମ ମାନଙ୍କର ସମଷ୍ଟି କେତେ? ଏହାର କରେକ୍ଟ ଆନ୍ସର ହେବ ଅପସନ୍ ସି 11/168। କ୍ୱେଶ୍ଚିନ୍ ନମ୍ବର 21, 9 ଟୁ ଦ ପାୱାର 10 ପ୍ଲସ୍ 9 ଟୁ ଦ ପାୱାର 10 ପ୍ଲସ୍ 9 ଟୁ ଦ ପାୱାର 10 ମୂଲ୍ୟ ନିମ୍ନଲିଖିତ ମଧ୍ୟରୁ କେଉଁଟି ସହ ସମାନ? ଏହାର କରେକ୍ଟ ଆନ୍ସର ହେବ ଅପସନ୍ ଏ 3 ଟୁ ଦ ପାୱାର 21। କ୍ୱେଶ୍ଚିନ୍ ନମ୍ବର 22, ଏକ ଉତ୍ତମ ଶିକ୍ଷଣ କାର୍ଯ୍ୟରେ କେଉଁ ଉପାଦାନଟି ଦେଖାଯାଏ? ଅପସନ୍ ଦେଇଛି ଏ ରେ ଆନନ୍ଦଦାୟୀ, ବି ରେ ଲକ୍ଷ୍ୟ କେନ୍ଦ୍ରିକ, ସି ରେ ସ୍ୱତଃସ୍ଫୂର୍ତ୍ତ ଅଂଶଗ୍ରହଣ, ଡି ରେ ଉପରୋକ୍ତ ସମସ୍ତ। ତେଣୁ ଏଠାରେ ଦେଖାଯାଉଛି ତାହା ଆନନ୍ଦଦାୟୀ ହୁଏ, ଲକ୍ଷ୍ୟ କେନ୍ଦ୍ରିକ ହୁଏ, ସ୍ୱତଃସ୍ଫୂର୍ତ୍ତ ଅଂଶଗ୍ରହଣ ହୁଏ। ତେଣୁ ଏହାର କରେକ୍ଟ ଆନ୍ସର ହେବ ଅପସନ୍ ଡି ଉପରୋକ୍ତ ସମସ୍ତ। କ୍ୱେଶ୍ଚିନ୍ ନମ୍ବର 23, ଏ ଓ ବି ଗୋଟିଏ କାମକୁ 20 ଦିନରେ ଶେଷ କରନ୍ତି, ସେହିପରି ସି ଓ ଡି ଉକ୍ତ କାର୍ଯ୍ୟଟିକୁ 30 ଦିନରେ ଶେଷ କରନ୍ତି। ତେବେ ଏ ବି ସି ଓ ଡି ଏକତ୍ର ମିଶି ସେ କାର୍ଯ୍ୟଟିକୁ କେତେ ଦିନରେ ଶେଷ କରିବେ? ତେଣୁ ଅପସନ୍ ଏ ହେଲା 18 ଦିନ, ଅପସନ୍ ବି 16 ଦିନ, ଅପସନ୍ ସି 12 ଦିନ, ଅପସନ୍ ଡି 10 ଦିନ। ତେଣୁ ଏହାର କରେକ୍ଟ ଆନ୍ସର ହେବ ଅପସନ୍ ସି 12 ଦିନ। କ୍ୱେଶ୍ଚିନ୍ ନମ୍ବର 24, ଗଣିତରେ କେଉଁ ଧର୍ମ ଆମର ଉକ୍ତିଗୁଡ଼ିକୁ ସଠିକ ସ୍ପଷ୍ଟ ନିର୍ଦ୍ଦିଷ୍ଟ ବୋଧଗମ୍ୟତା ଓ ଅର୍ଥପୂର୍ଣ୍ଣ କରାଇଥାଏ? ଅପସନ୍ ଏ ରେ ଅମୃତ, ଅପସନ୍ ବି ରେ ସଂକ୍ଷିପ୍ତତା, ଅପସନ୍ ସି ରେ ସଂରଚନା, ଅପସନ୍ ଡି ରେ ଶୃଙ୍ଖଳ ଓ ନିର୍ଦ୍ଦିଷ୍ଟ କ୍ରମ। ଏହାର କରେକ୍ଟ ଆନ୍ସର ହେବ ଅପସନ୍ ବି ସଂକ୍ଷିପ୍ତତା। କ୍ୱେଶ୍ଚିନ୍ ନମ୍ବର 25, ଏବିସିଡି ଚତୁର୍ଭୁଜରେ ଆଙ୍ଗେଲ ବିସିଡି ଏବଂ ଆଙ୍ଗେଲ ଏଡିସି ର ସମଦ୍ୱିଖଣ୍ଡକ ଦ୍ୱୟ
ଚତୁର୍ଭୁଜର ଅନ୍ତର୍ଦେଶରେ ପରସ୍ପରକୁ ପି ବିନ୍ଦୁରେ ଛେଦ କରନ୍ତି, ତେବେ ସିପିଡିର ପରିମାଣ ନିମ୍ନୋକ୍ତ ମଧ୍ୟରୁ କେଉଁଟି ସହ ସମାନ ହେବ? ଏହାର କରେକ୍ଟ ଆନ୍ସର ହେବ ଅପସନ୍ ଡି, ମେଜର ଆଙ୍ଗେଲ ଏ ପ୍ଲସ୍ ମେଜର ଆଙ୍ଗେଲ ବି ବାଏ 2। କ୍ୱେଶ୍ଚିନ୍ ନମ୍ବର 26। ଗୋଟିଏ ମେଳାରେ ଏକ ବ୍ୟକ୍ତି ବନ୍ଧୁକ ମାଧ୍ୟମରେ ବେଲୁନ ଫୁଟାଇ ଦୋକାନୀକୁ ଦେଇଥିଲା। ସେ ସର୍ତ୍ତ ରଖିଥିଲା ଯେ ଯେଉଁ ଗ୍ରାହକ ଗୋଟିଏ ଥରରେ ଗୋଟିଏ ବେଲୁନ ଫୁଟାଇ ପାରିବ ତାକୁ 7 ଟଙ୍କା ଦେବ, ଏବଂ ଯଦି ଜଣେ ଥରେ ବନ୍ଧୁକ ଫୁଟାଇ ବେଲୁନ ଫୁଟାଇ ପାରିବ ନାହିଁ ତେବେ ସେ ଦୋକାନୀକୁ 3 ଟଙ୍କା ଦେବ। ଏହି ସର୍ତ୍ତ ଅନୁସାରେ ଜଣେ ଗ୍ରାହକ 20 ଥର ବନ୍ଧୁକ ଫୁଟାଇ 60 ଟଙ୍କା ରୋଜଗାର କଲେ, ତେବେ ସେ କେତେ ଥର ବେଲୁନ ଫୁଟାଇ ପାରିବେ? ଅପସନ୍ ଏ ରେ ଦେଇଛି ଏ 8 ଥର, ଅପସନ୍ ବି 10 ଥର, ଅପସନ୍ ସି 12 ଥର, ଅପସନ୍ ଡି 14 ଥର। ତେଣୁ ଏହାର କରେକ୍ଟ ଆନ୍ସର ହେବ ଅପସନ୍ ସି 12 ଥର। କ୍ୱେଶ୍ଚିନ୍ ନମ୍ବର 27। କେଉଁ ପଦ୍ଧତି ଅମୃତରୁ ମୂର୍ତ୍ତ ଆଡ଼କୁ ଗତି କରିଥାଏ? ଅପସନ୍ ଦେଇଛି ଏ ରେ ସଂଶ୍ଳେଷଣ ପଦ୍ଧତି, ବି ରେ ବିଶ୍ଳେଷଣ ପଦ୍ଧତି, ସି ରେ ଅବରୋହ ପଦ୍ଧତି, ଡି ରେ ଆରୋହ ପଦ୍ଧତି। ଏହାର କରେକ୍ଟ ଆନ୍ସର ହେବ ଅପସନ୍ ସି ଅବରୋହ ପଦ୍ଧତି। କ୍ୱେଶ୍ଚିନ୍ ନମ୍ବର 28। 75 into 88 into 89 into 93 into 95 into 97 କୁ 100 ଦ୍ୱାରା ଭାଗ କଲେ ଭାଗଶେଷ କେତେ ରହିବ? ଏହାର କରେକ୍ଟ ଆନ୍ସର ହେବ ଅପସନ୍ ଏ 0, କୌଣସି ଭାଗଶେଷ ରହିବ ନାହିଁ। କ୍ୱେଶ୍ଚିନ୍ ନମ୍ବର 29। 90 km/h ବେଗରେ ଗତି କରୁଥିବା ଏକ ଟ୍ରେନ୍ ରାସ୍ତା କଡ଼ରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ 6 ସେକେଣ୍ଡରେ ଅତିକ୍ରମ କଲା। ଟ୍ରେନ୍ର ଦୈର୍ଘ୍ୟ କେତେ ହେବ? ଏଠାରେ ଆମେ ଜାଣିଛେ ବିଦ୍ୟୁତ ଖୁଣ୍ଟକୁ ଅତିକ୍ରମ କରିବା ଅର୍ଥ ନିଜ ଦୈର୍ଘ୍ୟକୁ ଟ୍ରେନ୍ଟି ଅତିକ୍ରମ କରିବା। ତେଣୁ ଏ ରେ ଦେଇଛି 120 ମିଟର, ବି ରେ 135 ମିଟର, ସି ରେ 150 ମିଟର, ଡି ରେ 180 ମିଟର। ତେଣୁ ଏଠାରେ ସୂତ୍ର ପଡ଼ିବ ସ୍ପିଡ୍ ଇକ୍ୱାଲ୍ ଟୁ ଡିଷ୍ଟାନ୍ସ ବାଏ ଟାଇମ୍। ତେଣୁ ଏହି ସୂତ୍ରରେ ପକାଇଲେ ତାହା ଆନ୍ସର ବାହାରିବ। କରେକ୍ଟ ଆନ୍ସର ହେବ ଅପସନ୍ ସି 150 ମିଟର। କ୍ୱେଶ୍ଚିନ୍ ନମ୍ବର 30। ଯଦି ଗୋଟିଏ ଆୟତକ୍ଷେତ୍ରର ଦୈର୍ଘ୍ୟ ଓ ପ୍ରସ୍ଥ ଉଭୟକୁ 2 ଗୁଣ କରାଯିବ ତେବେ ଏହାର କ୍ଷେତ୍ରଫଳ ଯେଉଁ ପରିବର୍ତ୍ତନ ହେବ ତାହା କେଉଁ ପ୍ରକାର ପ୍ରଶ୍ନର ଉଦାହରଣ ଅଟେ? ତେଣୁ ଅପସନ୍ ଏ ରେ ଦେଇଛି ପ୍ରୟୋଗ ଭିତ୍ତିକ, ବି ରେ ରଚନାତ୍ମକ, ସି ରେ ବୋଧ ଭିତ୍ତିକ ବହୁ ବିକଳ୍ପ, ଡି ରେ ଜ୍ଞାନ ଭିତ୍ତିକ ନିର୍ଦ୍ଦିଷ୍ଟ ଉତ୍ତରମୂଳକ। ତେଣୁ ଏହାର କରେକ୍ଟ ଆନ୍ସର ହେବ ଅପସନ୍ ଏ ପ୍ରୟୋଗ ଭିତ୍ତିକ। ଏହା ଥିଲା 2025 ସ୍ପେଶାଲ OTET ପେପର 1 ମ୍ୟାଥମେଟିକ୍ସର ସମସ୍ତ କ୍ୱେଶ୍ଚିନ୍ ଏବଂ ତାର ଆନ୍ସର। ଏହିପରି ସମସ୍ତ ବିଷୟର ଆନ୍ସର ପାଇବା ପାଇଁ ଚ୍ୟାନେଲ ସହିତ ଯୋଡ଼ି ହୋଇ ରୁହନ୍ତୁ, କିମ୍ବା ଡେସ୍କ୍ରିପସନ୍ ବକ୍ସରେ ତାହାର ଲିଙ୍କ ଅଛି, ସେହି ଲିଙ୍କକୁ କ୍ଲିକ୍ କରି ମଧ୍ୟ ଆପଣ ଆନ୍ସର ପାଇପାରିବେ। ଅନ୍ୟ ବନ୍ଧୁମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଯେଉଁମାନେ ଫାର୍ଷ୍ଟ ଟାଇମ୍ ସାଇଟ୍କୁ ଭିଜିଟ୍ କରିଛନ୍ତି ସେମାନେ ସବସ୍କ୍ରାଇବ୍ ମଧ୍ୟ କରିଥାନ୍ତୁ।